ଲାଇଫ୍‌ରେ କେବେ କେବେ ଏହିପରି ସମୟ ଆସିଥାଏ ଯେଉଁ ଟାଇମ୍‌ରେ ମା ବାପା ଚାହିଁକି ମଧ୍ୟ ଆମ ସହିତ ରହିପାରନ୍ତିନି, ଆମର ସାହାଯ୍ୟ କରିପାରନ୍ତିନି। ତାହେଲେ ଆପଣଙ୍କୁ କ'ଣ ଲାଗୁଛି ସେହି ଟାଇମ୍‌ରେ ବାବା କ'ଣ ରହିଥାନ୍ତି ଆମ ସହିତ? ଦର୍ଶକ ବନ୍ଧୁ ଯଦି କିଛି ଡାଉଟ୍ ଅଛି ତାହେଲେ ଆଜିର ଏହି ମିରାକଲଟା ପୁରାପୁରି ଶୁଣନ୍ତୁ ତାହେଲେ ଯାହା ବି ଡାଉଟ୍ କିମ୍ବା କୋଶ୍ଚିନ୍ ମନରେ ଅଛି ତାହା ପୁରାପୁରି ଦୂର ହେଇଯିବ। ଓମ୍ ସାଇରାମ। ନମସ୍କାର ଦର୍ଶକ ବନ୍ଧୁ, ମୋ ସାଇବାବା ଚ୍ୟାନେଲରେ ମୁଁ ପୁଣି ଥରେ ଆପଣମାନଙ୍କର ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ବାବାଙ୍କ ଆଶୀର୍ବାଦ ସର୍ବଦା ଯେପରି ଆମ ଉପରେ ରହୁ ଏହି ପ୍ରାର୍ଥନାରେ ହିଁ ଆଜିର ମିରାକଲଟି ମୁଁ ଷ୍ଟାର୍ଟ କରୁଛି। ଆଉ ଚାଲନ୍ତୁ ଡେରି କରିବାନି, ପ୍ରଥମେ ମିରାକଲଟା କ'ଣ ଆମେ ଜାଣିବା। ଜଣେ ମ୍ୟାମ୍ ଅଛନ୍ତି, ସେ ଗୋଟିଏ ସୁନ୍ଦର ଘଟଣାଟିଏ ଆମକୁ କହିଛନ୍ତି ଯାହା ଶୁଣିବା ପରେ ମୋତେ ଲାଗିଲା ଯେ ଆଜି ଏହି ମିରାକଲଟିକୁ ହିଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବି। ପ୍ରକୃତରେ କ'ଣ ହେଇଥିଲା ତାହା ମୁଁ କହିଦେଉଛି। ମ୍ୟାମ୍ ଥରେ କୌଣସି ବି କାରଣବଶତଃ ବାହାରକୁ ଯାଇଥିଲେ। ଆଉ ସେ ଯେତେବେଳେ ବାହାରକୁ ଗଲେ ତାଙ୍କର 2ଟି ପୁଅ ଅଛନ୍ତି। ଆଉ ଏହି 2 ଜଣଙ୍କୁ ତାଙ୍କ ମାଆଙ୍କ ଘରେ ଛାଡ଼ିକି ଯାଇଥିଲେ। ମାନେ ମ୍ୟାମ୍‌ଙ୍କ 2 ଜଣ ପୁଅ ତାଙ୍କ ଆଈଙ୍କ ଘରେ ଅଛନ୍ତି। ଆଉ ମ୍ୟାମ୍ ଗଲେ ବାହାରକୁ। ସନ୍ଧ୍ୟାରେ ଘରକୁ ଯେତେବେଳେ ଫେରିଲେ, ସେ ଦେଖିଲେ ଯେ ତାଙ୍କ ପୁଅର ଲେଫ୍ଟ ହ୍ୟାଣ୍ଡରେ ମାଡ଼ ବାଜିଛି। ତାହେଲେ ମ୍ୟାମ୍ ପଚାରିଲେ, "କ'ଣ ହେଲା?" ଆଉ ପୁଅ କହିଲା ଯେ, "ନାଇଁ କିଛି ନାହିଁ, କିଛି ନାହିଁ।" ଏମିତି ଇଗ୍ନୋର କଲା। ତାପରେ ମ୍ୟାମ୍‌ଙ୍କୁ ଟିକେ ଡାଉଟ୍ ହେଲା, ବୋଧେ ଇଏ କ'ଣ ଦୁଷ୍ଟାମି କରିଥିବ, ବୋଧେ ଇଏ ବାଇକ୍ ଚଲେଇଥିବ। ହୋଇଥାଇପାରେ ମ୍ୟାମ୍‌ଙ୍କ ପୁଅ କେବେ ଏହିପରି ମାନେ ନଟିନେସ୍ କିମ୍ବା ଆକ୍ଟିଭିଟିସ୍ କ'ଣ କରିଥିଲେ ବୋଧେ, ସେଥିପାଇଁ ମ୍ୟାମ୍‌ଙ୍କୁ ଟିକେ ଡାଉଟ୍ ହେଲା ଯେ ଇଏ ବାଇକ୍ ଚଲେଇଥିବ। କିନ୍ତୁ ପୁଅକୁ ଯେତେ ଥର ପଚାରିଲେ ମଧ୍ୟ ସେ ଜାଣିନି, କିଛି ହେଇନି, ଏମିତି ହିଁ କହିଦେଲା। ଆଉ ମ୍ୟାମ୍ ତାଙ୍କ ମାଆଙ୍କୁ ମଧ୍ୟ ପଚାରିଲେ, ତାଙ୍କ ମାଆ କହିଲେ ଯେ, "ଏମିତି ତ ମୁଁ ଦେଖିନି, ସେ ଘରେ ହିଁ ଥିଲା।" ଏତିକି ବାସ୍ ସେ କହିଲେ। ତାହେଲେ ତା ପରଦିନ ଯେତେବେଳେ ମ୍ୟାମ୍ ପୂଜା କରିବା ପାଇଁ ଗଲେ, ଆଉ ବାବାଙ୍କର ଗୋଟେ ପ୍ରତିମାଟିଏ ଅଛି, କାରଣ ସେ ବାବାଙ୍କୁ ବହୁତ ବିଶ୍ୱାସ କରନ୍ତି। ସେହି ପ୍ରତିମାଟିକୁ ଦେଖିକି ସେ ପୁରାପୁରି ସକ୍ ହେଇଗଲେ, ପୁରା ଆଶ୍ଚର୍ଯ୍ୟ ହେଇଗଲେ। ଆଉ ଏମିତି କେମିତି ହେଲା? ତାଙ୍କ ମନରେ କୋଶ୍ଚିନ୍ ଆସିଲା। ହେଲେ ପ୍ରକୃତରେ କ'ଣ ହେଇଥିଲା? ଯେତେବେଳେ ମ୍ୟାମ୍ ପୂଜା ରୁମ୍‌ରେ ବାବାଙ୍କୁ ଦେଖିଲେ, ବାବାଙ୍କର ଲେଫ୍ଟ ହ୍ୟାଣ୍ଡ ଭାଙ୍ଗି ଯାଇଛି। ମ୍ୟାମ୍ ପୁରାପୁରି ଆଶ୍ଚର୍ଯ୍ୟ ହେଇଗଲେ ଯେ ଏମିତି କେମିତି ଭାଙ୍ଗିଥିବ? ପ୍ରତିମା ତ ତଳେ ବି ପଡ଼ିନି। ଯୋଉ ଜାଗାରେ ମ୍ୟାମ୍ ରଖିଛନ୍ତି ସେଇ ଜାଗାରେ ହିଁ ଅଛି। ତାହେଲେ ଲେଫ୍ଟ ହ୍ୟାଣ୍ଡ ଭାଙ୍ଗିଗଲା କେମିତି? ମ୍ୟାମ୍ କିଛି ଜାଣିପାରିଲେନି। ମ୍ୟାମ୍‌କୁ ଟିକେ ଡର ମଧ୍ୟ ଲାଗିଲା ଯେ ଏମିତି କାହିଁକି ହେଲା? କିନ୍ତୁ ଟିକେ ସମୟ ପରେ ମ୍ୟାମ୍ ନିଜେ ଜାଣିପାରିଲେ ଯେ ତାଙ୍କ ପୁଅ ତା ପୂର୍ବଦିନ ନିଶ୍ଚୟ ବାଇକ୍ ଧରିକି ବାହାରକୁ ଯାଇଥିଲା ଆଉ ସେଇଠି ସେ ପଡ଼ି ଯାଇଥିଲା। ଯାହାଦ୍ୱାରା କ'ଣ ହେଲା, ହାତ ଭାଙ୍ଗିବାର ହିଁ ଥିଲା। କିନ୍ତୁ ବାବା ସେହି ଜାଗାକୁ ଆସିଲେ ଆଉ ତାଙ୍କ ପୁଅର ଯେଉଁ ପେନ୍ ଅଛି ତାହାକୁ ବାବା ନିଜେ ନେଇଗଲେ। ନିଜ ହାତରେ ନେଲେ ଆଉ ବାବାଙ୍କ ହାତ ଭାଙ୍ଗିଗଲା ଆଉ ତାଙ୍କ ପୁଅକୁ ସେହି ବିପଦରୁ ରକ୍ଷା କଲେ। ଛୋଟ ମାଡ଼ ବାଜିଲା, ବାସ୍ ସେତିକି ହିଁ। ମ୍ୟାମ୍ ଯେତେବେଳେ ଏହି ମାନେ କଥା ଜାଣିପାରିଲେ, ବୁଝିପାରିଲେ, ମ୍ୟାମ୍ ପୁରାପୁରି ଇମୋସନାଲ୍ ହେଇଗଲେ। ସେ କେତେ କାନ୍ଦିଲେ ସେଦିନ ଯେ, "ବାବା ଆପଣ ଏତେ ମୋ ପାଇଁ ଅଛନ୍ତି। ମୁଁ ମୋ ପିଲାଙ୍କ ପାଖେ ନଥିଲି କିନ୍ତୁ ଆପଣ ଥିଲେ। ଆପଣ ମୋ ପିଲାଙ୍କୁ ରକ୍ଷା କରିବା ପାଇଁ ଆସିଲେ ଆଉ ଯେଉଁ ପେନ୍ ଅଛି ତାହା ଆପଣଙ୍କ ଉପରେ ନେଇଗଲେ।" ଦର୍ଶକ ବନ୍ଧୁ, ତାହା ହେଉଛନ୍ତି ଆମ ବାବା। ଏହିପରି ବହୁତ ସିଚୁଏସନ୍ସ ଆସିଥାଏ ଯେଉଁ ଟାଇମ୍‌ରେ ମା ବାପା ମଧ୍ୟ ଆମ ସହିତ ରହିନଥାନ୍ତି, କିନ୍ତୁ ବାବା ରହିଥାନ୍ତି ଆଉ ଆମର ସାହାଯ୍ୟ କରିଥାନ୍ତି। ତାହେଲେ ଦର୍ଶକ ବନ୍ଧୁ, ଆଜିର ଏହି ମିରାକଲ୍ ଶୁଣିବା ପରେ ଆପଣମାନେ ପୁରାପୁରି ବିଶ୍ୱାସ କରିବେ ଯେ ବାବା କେବଳ ଆମ ପାଇଁ ହିଁ ଅଛନ୍ତି ଆଉ ଆମ ସହିତ ହିଁ ଅଛନ୍ତି, ଆମର ସୁରକ୍ଷା ପାଇଁ ହିଁ ଅଛନ୍ତି। ଯଦି ଦର୍ଶକ ବନ୍ଧୁ ଆମେ ବାବାଙ୍କୁ ବିଶ୍ୱାସ କରିବା ଆଉ ଯଦି ଆନ୍ତରିକତାର ସହିତ ବାବାଙ୍କୁ ଡାକିବା, ପୂଜା କରିବା, ତାହେଲେ ନିଶ୍ଚୟ ବାବା ଆମର ପ୍ରତ୍ୟେକ ସମୟରେ ସାହାଯ୍ୟ କରିଥାନ୍ତି। ସେ ହେଉଛନ୍ତି ଆମ ବାବା। ଆମେ ବହୁତ ମାନେ ବହୁତ ଭାଗ୍ୟବାନ, କାରଣ ବାବା ଆମ ସହିତ ଅଛନ୍ତି। ତାହେଲେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ମିରାକଲଟି ଆପଣମାନଙ୍କୁ ଭଲ ଲାଗିଥିବ। ସେଥିପାଇଁ ମନରେ ଥରେ ଓମ୍ ସାଇରାମ ବୋଲି ଭାବି ନିଅନ୍ତୁ ଆଉ ଆଜି ପାଇଁ ବିଦାୟ ଦିଅନ୍ତୁ। କାଲି ପୁଣି ଥରେ ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତୁତ ହେବି ବାବାଙ୍କର ଗୋଟିଏ ନୂତନ ମିରାକଲ ସହିତ। ଟିଲ୍ ଦେନ୍, ଓମ୍ ସାଇରାମ।